କାଲି ଏସପି ସାର୍ଙ୍କର ନିର୍ଦ୍ଦେଶ କ୍ରମେ ଆମର ଯୋଉ ସ୍ପେଶାଲ ଟାସ୍କ ଫୋର୍ସ ଅଛନ୍ତି ଭୁବନେଶ୍ୱର ଟିଟିଲାଗଡ଼ ପୋଲିସ ଆଇସି ମ୍ୟାଡମ ତାଙ୍କର ଷ୍ଟାଫ ଆମେ ଗୋଟେ ଖବର ପାଇଥିଲୁ ଯେ ଟିଟିଲାଗଡ଼ ଏରିଆରେ 2 ଜଣ ଏଇ ଯୋଉ ଜାଲ ନୋଟ କାରବାର କରୁଛନ୍ତି ମନି ସାର୍କୁଲେସନ ଜାଲ ନୋଟ ରହୁଛି ସେଥିପାଇଁ ଆମେ ତାଙ୍କୁ ଧରିବା ପାଇଁ ବିଭିନ୍ନ ସୂତ୍ରରୁ ଆମେ ଖବର ପାଇଲୁ ଯେ ସେ 2 ଜଣ ଏଇ ଯୋଉ ସିକେର ରାସ୍ତାରେ ବ୍ୟାଗ ଗୋଟେ ଧରିକି ସେମାନେ ଛିଡା ହେଇଛନ୍ତି କୁଆଡେ ସେ ଜାଲ ନୋଟ ନେବାକୁ ବସିଛନ୍ତି ସେଇ ମାନେ ସେଇ ସୂତ୍ରକୁ ଆଧାର କରିକି ତାଙ୍କୁ ସେଟା ରେଡ୍ କରାହେଲା ଏଇ ଯୋଉ ମହମ୍ମଦ ସବିର ଟିଟିଲାଗଡ଼ର ଆଉ ଜଣେ ହଉଛି ନେତ୍ର ରାଉତ ତା ଗାଁ ହଉଛି ସିକିର ସେ 2 ଜଣଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରା ହେଲା ତାଙ୍କ ପାଖରୁ 49,000 ଟଙ୍କା ଆମର ଜାଲ ନୋଟ ଧରା ହେଲା ଆଉ ଆମର ତଦନ୍ତ ଚାଲିଛି ବର୍ତ୍ତମାନ ସେ କୋଉ ଜାଗାରୁ ଆଣୁଛନ୍ତି କୁଆଡେ ନେଇକି ଯାଉଛନ୍ତି ସେଟା ଆମର ନାଇଁ ସେଇଟା ଏସଟ ନେଇନି ଆମେ ବର୍ତ୍ତମାନ ଚାଲିଛି ଯଦି ନିଜେ ତିଆରି କରୁଛନ୍ତି ମାନେ ତ 2-4 ଦିନ ଜଣା ପଡିଯିବ ଆଉ ବାହାରୁ ଆଣିଛନ୍ତି ସେଟା ବି ଜଣା ପଡିଯିବ ସେମାନଙ୍କୁ ମାନେ ଜାଲ ନୋଟ ଟା ଶୋ କରିକି ହାଇ ଆମାଉଣ୍ଟ ଅଛି ବୋଲିକି ତାକୁ ସେମାନେ ଶୋ କରୁଥିଲେ ଏଇ ଯୋଉ ଜାଲ ନୋଟ ଟାକୁ ହାଇ ଆମାଉଣ୍ଟ ଅଛି ବୋଲି ତାଙ୍କ ଠାରୁ ପଇସା ଲେନ ଦେନ କରି ସେଟା ବି ସେମାନେ ଦେଖଉଥିଲେ ଯେ ଏଇ ଯୋଉ ବ୍ଲାକ୍ ପେପରକୁ ପାଣିରେ ଆମେ ଯଦି ଇଏ କରିଦବୁ ସେଟା ମାନେ ଜାଲ ନୋଟରେ ସେଟା ଚେଞ୍ଜ ହେଇଯିବ ବୋଲି